ମହାସମାରୋହରେ ପାଳିତ ହେଲା ନିଶାଗଡ଼ିଆରେ ବାର୍ଷିକ ଉତ୍ସବ। କେନ୍ଦୁଝର ଜିଲ୍ଲା ଚମ୍ପା ବ୍ଲକ ଅନ୍ତର୍ଗତ ପଡୁଆ ଗ୍ରାମ ପଞ୍ଚାୟତର ନିଶାଗଡ଼ିଆରେ ରହିଛି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଏହି ବିଦ୍ୟାଳୟ ମଧ୍ୟ ସ୍ୱତନ୍ତ୍ର ପରିଚୟ ପାଇସାରିଛି। ଏହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରୀ ସରକାରୀ ଏବଂ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ନିଜ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇ କେନ୍ଦୁଝର ଜିଲ୍ଲାରେ ଏକ ସୁନାମ ଅର୍ଜନ କରିଛି। ଏହି ନିଶାଗଡ଼ିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାଚ ଗୀତ ଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଖୁବ୍ ଆକର୍ଷଣୀୟ ଓ ନିଆରା ଢଙ୍ଗରେ ହୋଇଥାଏ। ଏ ବର୍ଷ ମଧ୍ୟ ନିଶାଗଡ଼ିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସର୍ବପ୍ରଥମେ କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। ଏହି ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ସବଡିଭିଜନର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ, ସମ୍ମାନନୀୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଦ୍ୟାଳୟ ସମୂହ ଶିକ୍ଷା ଅଧିକାରୀ ଶ୍ରୀମତୀ ସଞ୍ଜିତା ବେହେରା, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ସୁଧାକର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଲା ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତସିଂହାର, ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ଚମ୍ପୁଆ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଚେତା ମିଶ୍ର ଯୋଗ ଦେଇଥିଲେ। ସଭାକାର୍ଯ୍ୟରେ ଅତିଥିମାନେ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀମାନଙ୍କୁ ଭବିଷ୍ୟତ ଜୀବନର ଶିକ୍ଷାର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ଶିକ୍ଷା ଯେ ଜୀବନର ସର୍ବଶ୍ରେଷ୍ଠ ସମ୍ପତ୍ତି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ତା ସହିତ ବିଗତ ଦିନରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଉନ୍ନତି ସକାଶେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଥିଲେ। ସଭା ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସୁନ୍ଦର ବେଶ ପୋଷାକରେ ସଜାଇ ହୋଇ କଳାକାରମାନେ ନୃତ୍ୟ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ସୁନ୍ଦର ସାଜସଜ୍ଜା ଏବଂ ମନଲୋଭା ପରିବେଶ ମଧ୍ୟରେ ପାଳିତ ହେଉଥିବା ବାର୍ଷିକ ଉତ୍ସବ ଖୁବ୍ ମନଛୁଆଁ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟକଳା କେବଳ ଯେ ଅତିଥିମାନଙ୍କୁ ଆକର୍ଷିତ କରିଥିଲା ତାହା ନୁହଁ, ବାର୍ଷିକ ଉତ୍ସବକୁ ଉପଭୋଗ କରିବାକୁ ଆସିଥିବା ଦର୍ଶକମାନଙ୍କ ମଧ୍ୟ ମନ କିଣି ନେଇଥିଲେ ବିଦ୍ୟାଳୟର କୁନି କଳାକାରମାନେ। ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଏ ବର୍ଷ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଶିକ୍ଷାର୍ଥୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଥିବା ଜଣାପଡ଼ିଥିଲା। କେନ୍ଦୁଝର ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।